ବନ୍ଧୁଗଣ, ଏବେ ଆମେ ଭୋଲ୍ଟେରଙ୍କ ଇଣ୍ଟେଲେକ୍ଚୁଆଲ ଡେଭଲପମେଣ୍ଟରେ ଇଂଲଣ୍ଡର ରୋଲକୁ ବୁଝିବା। ଭୋଲ୍ଟେର ୟୁରୋପର ଅନେକ ଦେଶ ବୁଲିଥିଲେ, କିନ୍ତୁ ସେ ଇଂଲଣ୍ଡରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ଇଂଲଣ୍ଡରେ ସେ ଫେମସ୍ ଇଂଲିଶ ଥିଙ୍କର ଜନ୍ ଲୋକେଙ୍କ ଆଇଡ଼ିଆ ସହ ପରିଚିତ ହୋଇଥିଲେ ଏବଂ ଜନ୍ ଲୋକେଙ୍କ ଫିଲୋସଫିରୁ ଇନଫ୍ଲୁଏନ୍ସ ବି ହୋଇଥିଲେ। ସେ ଫେମସ୍ ମ୍ୟାଥମେଟିସିଆନ ଓ ସାଇଣ୍ଟିଷ୍ଟ ସାର୍ ଆଇଜାକ୍ ନ୍ୟୁଟନଙ୍କୁ ମଧ୍ୟ ଭେଟିଥିଲେ। ଇଂଲଣ୍ଡରେ ଭୋଲ୍ଟେର କନଷ୍ଟିଟ୍ୟୁସନାଲ ମୋନାର୍କି ଓ ରିଲିଜିୟସ୍ ଟଲେରେନ୍ସକୁ ପଢ଼ିଥିଲେ। ସେ ଇଂଲଣ୍ଡର ଫ୍ରିଡମ୍ ଅଫ୍ ଥଟ୍ ଦ୍ୱାରା ଡିପଲି ଇମ୍ପ୍ରେସ୍ ହୋଇଥିଲେ। ସେଠାରେ ପଲିଟିକାଲ ସିଷ୍ଟମ, ରିଲିଜିୟସ୍ ଟଲେରେନ୍ସ ଓ ସାଇଣ୍ଟିଫିକ୍ ଡେଭଲପମେଣ୍ଟକୁ ଦେଖି ସେ ଫ୍ରାନ୍ସ ସହ ତୁଳନା କରିଥିଲେ। ଇଂଲଣ୍ଡରେ ସେ ତାଙ୍କର ଫାଷ୍ଟ ହିଷ୍ଟୋରିକାଲ ୱାର୍କ ଏ ହିଷ୍ଟ୍ରି ଅଫ୍ ଚାର୍ଲ୍ସ ଟୁଏଲ୍ଭ ଅଫ୍ ସ୍ୱିଡେନ୍ ଲେଖିଥିଲେ। ପରେ ଇଂଲଣ୍ଡର ଇଣ୍ଟେଲେକ୍ଚୁଆଲ ଇନଭାଇରନମେଣ୍ଟକୁ ଡିସ୍କ୍ରାଇବ୍ କରିବା ପାଇଁ ସେ ଲେଟର କନସର୍ନିଂ ଦ ଇଂଲିଶ ନେସନ୍ ଲେଖିଥିଲେ। ଏହି ଲେଖାରେ ସେ ଇଂଲଣ୍ଡର ଇନଲାଇଟେଣ୍ଡ ଥଟ୍, ଫିଲୋସଫି ଓ ସାଇଣ୍ଟିଫିକ୍ ଡେଭଲପମେଣ୍ଟକୁ ଏକ୍ସପ୍ଲେନ୍ କରିଥିଲେ। ଭୋଲ୍ଟେରଙ୍କ ଦୃଷ୍ଟିରେ ଇଂଲଣ୍ଡ ଏପରି ଏକ ଦେଶ ଥିଲା ଯେଉଁଠାରେ ଓପିନିଅନ୍ ୱାଜ୍ ଫ୍ରି ଏଣ୍ଡ ଗଭର୍ଣ୍ଣମେଣ୍ଟ ୱାଜ୍ କନଷ୍ଟିଟ୍ୟୁସନାଲ, ଅର୍ଥାତ୍ ଜନସାଧାରଣଙ୍କୁ ନିଜର ମତାମତ ପ୍ରକାଶ କରିବାର ସ୍ୱାଧୀନତା ଥିଲା ଏବଂ ସରକାର ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁସାରେ ଚାଲୁଥିଲା। ଇଂଲଣ୍ଡ ଏପରି ଏକ ଦେଶ ଥିଲା ଯେଉଁଠାରେ ଧାର୍ମିକ ନିର୍ଯାତନାର କୌଣସି ସ୍ଥାନ ନଥିଲା ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ଇଚ୍ଛା ଓ ନିଜ ମାର୍ଗରେ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ସ୍ୱାଧୀନ ଥିଲେ, ଯେଉଁଠାରେ ମଧ୍ୟବିତ୍ତ ଶ୍ରେଣୀକୁ ବି ଅଭିଜାତ ଶ୍ରେଣୀ ପରି ସମ୍ମାନ ମିଳୁଥିଲା, ଯେଉଁଠାରେ ନାଗରିକର ସ୍ୱାଧୀନତା ସୁନିଶ୍ଚିତ ହୋଇକି ଥିଲା ଏବଂ ସାହିତ୍ୟିକ ଓ ବିଜ୍ଞାନୀମାନଙ୍କୁ ସମ୍ମାନ ଦିଆଯାଉଥିଲା। ଏହାକୁ ସହଜରେ ବୁଝନ୍ତୁ। ଏଠାରେ ଭୋଲ୍ଟେର ଇଂଲଣ୍ଡର ସମାଜ ବିଷୟରେ କହିଛନ୍ତି ଯେ ସେଠାରେ ଧାର୍ମିକ ସ୍ୱାଧୀନତା, ସାମାଜିକ ସମାନତା, ନାଗରିକର ସ୍ୱାଧୀନତା ଏବଂ ଜ୍ଞାନୀ ବ୍ୟକ୍ତିମାନଙ୍କୁ ସମ୍ମାନ ଦିଆଯାଉଥିଲା। ତ ସାଙ୍ଗମାନେ, ଏହିସବୁ ଭୋଲ୍ଟେରକୁ ଡିପଲି ଇନଫ୍ଲୁଏନ୍ସ କରିଥିଲା। ଫ୍ରାନ୍ସରେ ଯେତେବେଳେ ଅର୍ଥୋଡକ୍ସ ପଲିଟିକାଲ ଓ ରିଲିଜିୟସ୍ ଇନଷ୍ଟିଟ୍ୟୁସନକୁ କ୍ରିଟିସିଜମ୍ କରାଯାଉଥିଲା, ଭୋଲ୍ଟେର ଇଂଲଣ୍ଡରେ ଏକ କମ୍ପାରେଟିଭଲି ଫ୍ରି ପଲିଟିକାଲ ଓ ଇଣ୍ଟେଲେକ୍ଚୁଆଲ ଇନଭାଇରନମେଣ୍ଟ ଦେଖିଥିଲେ। ତେଣୁ ଇଂଲଣ୍ଡ ତାଙ୍କ ପଲିଟିକାଲ ଓ ଇଣ୍ଟେଲେକ୍ଚୁଆଲ ଥିଙ୍କିଙ୍ଗରେ ଇମ୍ପୋର୍ଟାଣ୍ଟ ଇନଫ୍ଲୁଏନ୍ସ ପକାଇଥିଲା।